मो प्रिय माने प्रभु जीशुଙ୍କ नामରେ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଅଛନ୍ତି। ଆପଣମାନେ କ'ଣ ଆଜି ପ୍ରକୃତରେ ଖୁସିରେ ଆନନ୍ଦରେ ଅଛନ୍ତି ଅଥବା ଜୀବନରେ କିଛି ସମସ୍ୟା ନିମନ୍ତେ ଆପଣ ଦୁଃଖରେ ଉଦାସରେ ନିରାଶରେ ଅଛନ୍ତି? ପ୍ରଭୁଙ୍କ ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁ ନିଜେ ଆମମାନଙ୍କ ବାକ୍ୟରେ କହନ୍ତି, ଏହି ଜଗତରେ ଆମ୍ଭମାନଙ୍କ ନିମନ୍ତେ କ୍ଲେଶ ଦୁଃଖ ଏହି ସମସ୍ତ ବିଷୟ ଆମମାନଙ୍କ ପାଇଁ ରହିଅଛି। ଏଥିପାଇଁ ସେ କହୁଛନ୍ତି, ମୁଁ ତୁମ୍ଭର ଶାନ୍ତି ତୁମ୍ଭମାନଙ୍କୁ ମୁଁ ମୋହର ଶାନ୍ତି ତୁମ୍ଭମାନଙ୍କୁ ପ୍ରଦାନ କରୁଛି। ପରମେଶ୍ୱର ଆମମାନଙ୍କୁ ତାଙ୍କର ଅପୂର୍ବ ଶାନ୍ତି ପ୍ରଭୁ ଯୀଶୁଙ୍କ ଦ୍ୱାରା ବାକ୍ୟ ଦ୍ୱାରା ତାହାଙ୍କ ଲୋକମାନଙ୍କ ସହଭାଗିତା ଦ୍ୱାରା ସେ ପ୍ରଦାନ କରିଥାନ୍ତି। ଏଣୁ ଆମ୍ଭେମାନେ ଯେକୌଣସି ପରିସ୍ଥିତିରେ ରହୁନା କାହିଁକି, ପ୍ରଭୁ ଯୀଶୁଙ୍କୁ ନିକଟରେ ତାଙ୍କୁ ଯଦି ଆମ୍ଭେମାନେ ରହିବା, ତାଙ୍କ ନିକଟବର୍ତ୍ତୀ ହୋଇ ବଞ୍ଚିବା, ତେବେ ଆମ୍ଭେମାନେ କେବେ ମଧ୍ୟ ଭାରାକ୍ରାନ୍ତ ହେବା ନାହିଁ। ସମସ୍ୟା ଥିବା ସତ୍ତ୍ୱେ ହିଁ ଆମ୍ଭେମାନେ ଶାନ୍ତିରେ ରହିପାରିବା। ପ୍ରକାଶିତ ବାକ୍ୟ 21:5 ପଦରେ ଲେଖାଯାଏ, ଦେଖ ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ। ସିଂହାସନ ପବିତ୍ର ବ୍ୟକ୍ତି ଏହି କଥା କହୁଛନ୍ତି, ଦେଖ ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ। ପରମେଶ୍ୱର ଆମମାନଙ୍କୁ କହୁଛନ୍ତି, ମୋହର ପୁଅ ମୋହର ଝିଅ, ଦେଖ ଆମେ ସବୁ ବିଷୟ ନୂଆ କରୁଅଛୁ। ପରମେଶ୍ୱର ଆମମାନଙ୍କୁ ଏହା କହିବା ପାଇଁ ଚାହାନ୍ତି, ତୁମ ଜୀବନର ଯେକୌଣସି ସମସ୍ୟା ହେଉନା କାହିଁକି, ପରମେଶ୍ୱର ଆଜି ମଧ୍ୟ ନୂତନ କରିବା ପାଇଁ ସେ ସକ୍ଷମ ଅଟନ୍ତି, ସର୍ବଶକ୍ତିମାନ ଅଟନ୍ତି। ସେ ଆମମାନଙ୍କୁ କହୁଛନ୍ତି, ସାନ୍ତ୍ୱନା ଦେଇ କହୁଅଛନ୍ତି, ମୋହର ପୁଅ ମୋହର ଝିଅ, ମୁଁ ତୁମର ସମସ୍ତ ବିଷୟକୁ ନୂଆ କରିପାରିବି। ଏଣୁ ପ୍ରଭୁଙ୍କ ଲୋକମାନେ ପୁରାତନ ବିଷୟକୁ ଯଦି ଆମ୍ଭେମାନେ ଧରି ରହିବା, ତେବେ ଆମ୍ଭେମାନେ ନୂତନୀକୃତ କେବେ ମଧ୍ୟ ହୋଇପାରିବା ନାହିଁ। ଏଣୁ ପରମେଶ୍ୱରଙ୍କ ବାକ୍ୟଠାରେ ଆମ୍ଭେମାନେ ସମ୍ପୂର୍ଣ୍ଣ ବିଶ୍ୱାସ ଭରସା ରଖିବା, ଯହିଁରେ ପରମେଶ୍ୱରଙ୍କ ଅଦ୍ଭୁତ କାର୍ଯ୍ୟକୁ ଆମ୍ଭେମାନେ ନିଶ୍ଚୟ ଜୀବନରେ, ପରିବାର ମଧ୍ୟରେ, କାମ କାର୍ଯ୍ୟରେ, ସେବା କାର୍ଯ୍ୟରେ, ବ୍ୟବସାୟରେ ନିଶ୍ଚୟ ଆମେମାନେ ଦେଖିପାରିବା। ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କଥାକୁ କେହି ମଧ୍ୟ ବା ପ୍ରଧାନମନ୍ତ୍ରୀଙ୍କ କଥାକୁ ଦେଶରେ ଯଦି ସେମାନେ କିଛି ଆଜ୍ଞା ଆଦେଶ ଦିଅନ୍ତି, କେହି ମଧ୍ୟ ମାନିବେ ନାହିଁ। ଏପରି କେବେ ହୋଇପାରିବ ନାହିଁ। ପୃଥିବୀକୁ ବା ସମଗ୍ର ବିଶ୍ୱକୁ ପରିଚାଳନା କରୁଥିବା ଆମମାନଙ୍କ ପରମେଶ୍ୱର ସେ କେତେ ସର୍ବଶକ୍ତିମାନ ଅଟନ୍ତି। ତାହାଙ୍କ ଆଦେଶ, ତାହାଙ୍କ ଇଚ୍ଛାକୁ କିଏ ରଖିପାରେ? ଏଣୁ ଆମେମାନେ ପରମେଶ୍ୱରଙ୍କ ଶକ୍ତିକୁ ନିହାତି ବୁଝିବା ଦରକାର। ତାହାଙ୍କ ଶକ୍ତିକୁ ଯଦି ଆମେମାନେ ଜାଣିବା, ଆମେମାନେ କେବେ ମଧ୍ୟ କୌଣସି ପ୍ରକାର ପରିସ୍ଥିତିକୁ ଦେଖି ଭୟଭୀତ ହେବା ନାହିଁ, ପ୍ରଭାବିତ ହେବା ନାହିଁ, ଡରିବା ନାହିଁ। ବରଂ ପରମେଶ୍ୱର ଯେ ଅଛନ୍ତି ଏହା ବୁଝିବା ଲୋକମାନେ ସର୍ବଦା ସର୍ବ ଅବସ୍ଥାରେ ଆନନ୍ଦରେ ବଞ୍ଚିବାର ସେମାନଙ୍କୁ ସୂତ୍ର ବା ସେମାନେ ତହିଁର ମୂଳ ବିଷୟକୁ ପାଇଯାନ୍ତି। ଏଣୁ ମୁଁ କହିବା ପାଇଁ ଚାହୁଁଛି, ପରମେଶ୍ୱର ଆପଣଙ୍କର ସମସ୍ତ ବିଷୟକୁ ନୂଆ କରିବା ପାଇଁ ସେ ଆଜି ମଧ୍ୟ ସକ୍ଷମ ସର୍ବଶକ୍ତିମାନ ଈଶ୍ୱର ଅଟନ୍ତି। ତେବେ ଆସନ୍ତୁ ପ୍ରଭୁଙ୍କ ପ୍ରିୟ ଲୋକମାନେ ପରମେଶ୍ୱରଙ୍କ ବାକ୍ୟଠାରେ ସମ୍ପୂର୍ଣ୍ଣ ଭରସା କରିବା, ସମ୍ପୂର୍ଣ୍ଣ ବିଶ୍ୱାସ କରିବା, ପୁଣି ଆମ୍ଭେମାନେ ଆପଣ ଜୀବନକୁ ତାଙ୍କ ହସ୍ତରେ ସମ୍ପୂର୍ଣ୍ଣ ସମର୍ପି ଦେବା ଆଉ ପ୍ରାର୍ଥନା କରି ପରମେଶ୍ୱରଙ୍କୁ ଆମେମାନେ କହିବା, ପରମେଶ୍ୱର ଆମମାନଙ୍କ ଜୀବନକୁ ତୁମେ ସମ୍ପୂର୍ଣ୍ଣ ନୂଆ କରିଦିଅ। ଆମମାନଙ୍କ ପରିବାରକୁ ପୁଣି ଥରେ ତୁମେ ନୂଆ କରିଦିଅ। ଆମମାନଙ୍କର ସ୍ୱଭାବକୁ ପୁଣି ଥରେ ତୁମେ ନୂଆ କରି ତୁମ ପୁତ୍ରଙ୍କ ଅନୁରୂପରେ ଆମକୁ ପୁଣି ଥରେ ଗଢ଼ିଦିଅ। ସ୍ୱର୍ଗୀୟ ପିତା, ଯେତେ ଭାଇ ଭଉଣୀମାନେ ପୁଅ ଝିଅମାନେ ଏହି ସମୟରେ ବାକ୍ୟ ଶୁଣୁଛନ୍ତି, ସେମାନଙ୍କୁ ନୂଆ କରିଦିଅ ବୋଲି ମୁଁ ତୁମ ଚରଣରେ ବିନତି ପ୍ରାର୍ଥନା କରୁଛି। ନୂତନତାର ମନ ପୁଣି ସ୍ୱଭାବ ପ୍ରତ୍ୟେକଙ୍କୁ ଦେଇ ତୁମେ ଗୌରବ ପାଅ। ଯୀଶୁଙ୍କ ପ୍ରିୟ ନାମରେ ପ୍ରାର୍ଥନା ମାଗୁଅଛି ପିତା, ଆମେନ୍ ଆମେନ୍।